ଜହନ ଲିଖିତ ସୁସମାଚାରରୁ ପାଠ 5 ଅଧ୍ୟାୟ 17ରୁ 30 ପଦ ପର୍ଯ୍ୟନ୍ତ। କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୋର ପିତା ବର୍ତ୍ତମାନ ମଧ୍ୟ କର୍ମରତ ଅଟନ୍ତି ଏବଂ ମୁଁ ମଧ୍ୟ କର୍ମରତ ଅଛି। ସେ କେବଳ ବିଶ୍ରାମ ଦିବସ ବିଧି ଭଙ୍ଗ କରୁଥିଲେ ତା ନୁହେଁ, ବରଂ ପରମେଶ୍ୱରଙ୍କୁ ନିଜର ପିତା ବୋଲି ସମ୍ବୋଧନ କରି ନିଜକୁ ପରମେଶ୍ୱରଙ୍କ ସମକକ୍ଷ କରୁଥିଲେ। ଏହି ହେତୁ ଯିହୁଦୀମାନେ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଛି, ପୁତ୍ର ନିଜେ କିଛି କରିପାରନ୍ତି ନାହିଁ। ସେ ପିତାଙ୍କୁ ଯାହା କରୁଥିବା ଦେଖନ୍ତି ତାହା କରନ୍ତି, କାରଣ ପିତା ଯାହା ସମ୍ପାଦନ କରନ୍ତି ପୁତ୍ର ମଧ୍ୟ ଅନୁରୂପ କର୍ମ ସାଧନ କରନ୍ତି। ପିତା ପୁତ୍ରଙ୍କୁ ପ୍ରେମ କରନ୍ତି ଏବଂ ନିଜେ କରୁଥିବା ସକଳ କାର୍ଯ୍ୟ ତାହାଙ୍କୁ ପ୍ରକାଶ କରନ୍ତି। ଅଧିକନ୍ତୁ ସେ ଏହା ଅପେକ୍ଷା ମହତ୍ତର ବିଷୟମାନ ତାହାଙ୍କୁ ଦେଖାଇବେ, ଯାହା ଦେଖି ତୁମେମାନେ ବିସ୍ମିତ ହେବ। ବାସ୍ତବରେ ପିତା ଯେପରି ମୃତମାନଙ୍କୁ ଉତ୍ଥିତ କରି ଜୀବନ ଦାନ କରନ୍ତି, ସେହିପରି ପୁତ୍ର ମଧ୍ୟ ସେମାନଙ୍କୁ ଚାହାନ୍ତି ସେମାନଙ୍କୁ ଜୀବନ ଦାନ କରିଥାନ୍ତି। ପିତା କୌଣସି ଲୋକର ବିଚାର କରନ୍ତି ନାହିଁ, କିନ୍ତୁ ପୁତ୍ରଙ୍କ ହସ୍ତରେ ସମସ୍ତ ବିଚାର କାର୍ଯ୍ୟ ନ୍ୟସ୍ତ କରିଛନ୍ତି। ସେହି ହେତୁ ପିତାଙ୍କୁ ଯେପରି ସମସ୍ତେ ସମ୍ମାନ କରନ୍ତି, ସେହିପରି ସେମାନେ ପୁତ୍ରଙ୍କୁ ସମ୍ମାନ କରିବେ। ଯେ ପୁତ୍ରଙ୍କୁ ସମ୍ମାନ କରେ ନାହିଁ, ସେ ତାଙ୍କ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମ୍ମାନ କରେ ନାହିଁ। ମୁଁ ସତ୍ୟ ସତ୍ୟ ତୁମମାନଙ୍କୁ କହେ, ଯେ ମୋର ବାଣୀ ଶ୍ରବଣ କରେ ଏବଂ ଯେ ମୋତେ ପ୍ରେରଣ କରିଛନ୍ତି ତାହାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରେ ଏବଂ ବିଚାରର ସମ୍ମୁଖୀନ ହୁଏ ନାହିଁ, କିନ୍ତୁ ମୃତ୍ୟୁ ଅତିକ୍ରମ କରି ସେ ଜୀବନରେ ପ୍ରବେଶ କରେ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହେ, ସମୟ ଆସିଛି ଏବଂ ବର୍ତ୍ତମାନ ଉପସ୍ଥିତ, ଯେତେବେଳେ ମୃତମାନେ ପରମେଶ୍ୱରଙ୍କ ସ୍ୱର ଶ୍ରବଣ କରିବେ ଏବଂ ଯେଉଁମାନେ ଶ୍ରବଣ କରିବେ ସେମାନେ ଜୀବିତ ରହିବେ। କାରଣ ପିତା ଯେପରି ସ୍ୱୟଂ ଜୀବୀ, ସେହିପରି ସେ ପୁତ୍ରଙ୍କୁ ମଧ୍ୟ ସ୍ୱୟଂ ଜୀବୀ ହେବାର ଅଧିକାର ଦେଇଛନ୍ତି। ପିତା ତାଙ୍କୁ ଦଣ୍ଡ ବିଚାରର କ୍ଷମତା ପ୍ରଦାନ କରିଛନ୍ତି, ଯେହେତୁ ସେ ମନୁଷ୍ୟପୁତ୍ର ଅଟନ୍ତି। ଏ ସମସ୍ତଙ୍କୁ ନେଇ ବିସ୍ମିତ ହୁଅ ନାହିଁ, କାରଣ ଏପରି ସମୟ ଆସୁଛି ଯେତେବେଳେ ସମସ୍ତ ସମାଧିସ୍ଥ ଲୋକ ତାହାଙ୍କର କଣ୍ଠସ୍ୱର ଶ୍ରବଣ କରିବେ ଏବଂ ଯେଉଁମାନେ ସତ୍କର୍ମ କରିଛନ୍ତି ସେମାନେ ଅନନ୍ତ ଜୀବନ ଲାଭ କରିବାକୁ ଏବଂ ଯେଉଁମାନେ ଦୁଷ୍କର୍ମ କରିଛନ୍ତି ସେମାନେ ଦଣ୍ଡ ଭୋଗ କରିବାକୁ ପୁନରୁତ୍ଥିତ ହେବେ। ପ୍ରଭୁଙ୍କର ସୁସମାଚାର। ପ୍ରିୟ ବନ୍ଧୁଗଣ, ଏହି କଥା ସବୁ ଆମମାନେ ଯୀଶୁଙ୍କ ଠାରୁ ଶୁଣିଲୁ। ତେଣୁ ସେ କହନ୍ତି, ମୁଁ ନିଜ ଅଧିକାରରେ କିଛି କରିପାରେ ନାହିଁ। ମୁଁ ଯାହା ଶୁଣେ ସେହି ଅନୁସାରେ ବିଚାର କରେ ଏବଂ ମୋର ବିଚାର ନ୍ୟାୟସଙ୍ଗତ ଅଟେ, କାରଣ ମୁଁ ମୋର ନିଜ ଇଚ୍ଛା ପୂର୍ଣ୍ଣ କରିବାକୁ ନୁହେଁ, ବରଂ ଯେ ମୋତେ ପ୍ରେରଣ କରିଛନ୍ତି ତାହାଙ୍କର ଇଚ୍ଛା ସାଧନ କରିବାକୁ ଚାହେଁ। ତେଣୁ ପ୍ରିୟ ବନ୍ଧୁଗଣ, ଆମମାନେ ଦେଖୁଅଛୁ ପ୍ରଭୁ ଯୀଶୁଖ୍ରୀଷ୍ଟ 38 ବର୍ଷ ଜଣେ ପକ୍ଷାଘାତ ରୋଗୀକୁ ସେ ସୁସ୍ଥ କରୁଛନ୍ତି। ଆଉ ତାହାଙ୍କୁ ଜେରୁସାଲେମରେ ଯେଉଁ ବେତ୍ସେଦା ଜାଗା ଅଛି, ଯେଉଁଠାରେ ସିଲୋଆମ ବା ଯେଉଁ ଜଳସ୍ରୋତ ଅଛି, ସେଠାରେ ସେ ନ ପହଞ୍ଚିଲେ ମଧ୍ୟ ଯୀଶୁ ତାହାଙ୍କୁ କହିଲେ, ଉଠ, ତୁମର ବିଛଣା ଧରି ଚାଲ। ଆଉ ସେ ସେହିଦିନ ଉଠିଲେ ଆଉ ବିଛଣା ଧରି ଚାଲିଲେ। କିନ୍ତୁ ସେହିଦିନ ଥିଲା ଶନିବାର ଦିନ ବା ସାବାତ ଦିନ ବା ପ୍ରଭୁଙ୍କର ଦିନ ବା ବିଶ୍ରାମବାର ଦିନ। ତେଣୁ ଫାରିସୀମାନେ, ଧର୍ମଶାସ୍ତ୍ରୀମାନେ ତାହା ଦେଖି ସେହି ବ୍ୟକ୍ତିକୁ କହିଲେ, ତୁମେ କାହିଁକି କାର୍ଯ୍ୟ କରୁଛ? ବିଶ୍ରାମବାରରେ ତୁମେ କାହିଁକି ତୁମର ବିଛଣା ବୋହି ଚାଲୁଛ?
ହେଲେ ଏହିପରି ଭାବେ ସେମାନେ ତାହାଙ୍କୁ ପ୍ରଶ୍ନ ପଚାରନ୍ତି, କିନ୍ତୁ ସେହି ବ୍ୟକ୍ତି କହନ୍ତି, ଯିଏ ମୋତେ ସୁସ୍ଥ କଲେ ସେ କହିଲେ, ତମର ବିଛଣା ଧରି ଚାଲ, ଘରକୁ ଯାଅ କହିଲେ, ସେଥିପାଇଁ ମୁଁ ତାହାଙ୍କ ଆଦେଶରେ ଏସବୁ କାର୍ଯ୍ୟ କରୁଛି। ହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ତାହାଙ୍କର ଲୋକମାନଙ୍କୁ କହୁଛନ୍ତି ଯେ ମୁଁ ନିଜେ କିଛି କରିପାରେ ନାହିଁ, ପିତା ଯାହା କରୁଛନ୍ତି ତାହାକୁ ଦେଖି ମୁଁ ଏସବୁ କରେ। ପିତା ପୁତ୍ରଙ୍କୁ ପ୍ରେମ କରନ୍ତି, ଆଉ ସେ ନିଜେ ଯେଉଁ କାମ କରନ୍ତି ତାହା ସେ ପୁତ୍ରଙ୍କୁ ପ୍ରକାଶ କରନ୍ତି, ଆଉ ତାହା ଅପେକ୍ଷା ସେ ଅଧିକ ମଧ୍ୟ ତାହାଙ୍କୁ କାର୍ଯ୍ୟ ଦେଖାଇବେ। ତେଣୁ ପିତା ଯେପରି ମୃତମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ପୁତ୍ରଙ୍କୁ ମଧ୍ୟ ସେହି ଅଧିକାର ସେ ଦେଇଛନ୍ତି। ପିତା ନିଜେ ବିଚାର କରନ୍ତି ନାହିଁ, କିନ୍ତୁ ପୁତ୍ରଙ୍କୁ ସବୁ କିଛି ବିଚାର କରିବାର କାର୍ଯ୍ୟ, ବିଚାର କରିବାର ଭାର ତାହାଙ୍କ ଉପରେ ନ୍ୟସ୍ତ କରିଛନ୍ତି। ତେଣୁ ଯିଏ ପିତାଙ୍କୁ ସମ୍ମାନ କରେ ସେ ପୁତ୍ରଙ୍କୁ ସମ୍ମାନ କରିବ। ଯିଏ ପୁତ୍ରଙ୍କୁ ସମ୍ମାନ କରେ ନାହିଁ ସେ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମ୍ମାନ କରେ ନାହିଁ। ତେଣୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, ଯିଏ ମୋର ବାଣୀ ଶ୍ରବଣ କରେ ସେ ମୋତେ ପ୍ରେରଣ କରିଛନ୍ତି ତାହାଙ୍କୁ ମଧ୍ୟ ବିଶ୍ୱାସ କରେ, ଆଉ ସେ ଅନନ୍ତ ଜୀବନ ଲାଭ କରେ। ସେ ବିଚାରର ସମ୍ମୁଖୀନ ହୁଏ ନାହିଁ, ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରେ। ହେଲେ ଏହିପରି ସମୟ ଆସିଅଛି, ଆଉ ଏ ସମୟ ମଧ୍ୟ ଉପସ୍ଥିତ। ମୃତ ଲୋକମାନେ ପରମେଶ୍ୱରଙ୍କର ସ୍ୱର ଶୁଣିବେ, ଆଉ ସେ ସ୍ୱର ଶୁଣିଲା କ୍ଷଣି ସେମାନେ ଜୀବିତ ରହିବେ। କାରଣ ପିତା ଯେପରି ସ୍ୱୟଂଜୀବୀ ପୁତ୍ରଙ୍କୁ ମଧ୍ୟ ସ୍ୱୟଂଜୀବୀ ହେବାର ଅଧିକାର ଦେଇଛନ୍ତି। ପିତା ପୁତ୍ରଙ୍କୁ ଦଣ୍ଡ ବିଚାର କରିବାର କ୍ଷମତା ପ୍ରଦାନ କରିଛନ୍ତି, କାରଣ ସେ ମନୁଷ୍ୟ ପୁତ୍ର ଅଟନ୍ତି, ଯୋସେଫଙ୍କର ପୁତ୍ର ଅଟନ୍ତି, ମାରିଆଙ୍କର ପୁତ୍ର ଅଟନ୍ତି। ସେଥିପାଇଁ ସେ ତାହାଙ୍କୁ ବିଚାର କରିବାର ଅଧିକାର ଦେଇଛନ୍ତି। ମନୁଷ୍ୟମାନଙ୍କୁ ବିଚାର କରିବାର ସେ ଅଧିକାର ଦେଇଛନ୍ତି। ଆଉ ଏପରିକି ସମାଧିସ୍ଥ ଲୋକମାନେ ମଧ୍ୟ ଯୀଶୁଙ୍କର କଣ୍ଠସ୍ୱର ଶ୍ରବଣ କରିବେ, ଆଉ ସେମାନେ ସତ୍କର୍ମ କରିଛନ୍ତି ବୋଲି ସେମାନେ ଜୀବନ ଲାଭ କରିବେ, ଆଉ ଯେଉଁମାନେ ଦୁଷ୍କର୍ମ କରିଛନ୍ତି ସେମାନେ ମଧ୍ୟ ଦଣ୍ଡ ଭୋଗ କରିବା ପାଇଁ ପୁନରୁତ୍ଥିତ ହେବେ। ଏହିପରି ଭାବରେ ଯୀଶୁଖ୍ରୀଷ୍ଟ ନିଜର ଲୋକମାନଙ୍କୁ ଏହି କଥା ସବୁ କହୁଛନ୍ତି। ହେଲେ ତାହାଙ୍କର ଅଧିକାର ବିଷୟରେ ସେ କହୁଛନ୍ତି। ପିତା ଦେଇଥିବା ଅଧିକାର ବିଷୟରେ, ବିଶେଷ କରି ଜୀବନ ଦେବାର, ବିଚାର କରିବାର, ଆଉ ଅନନ୍ତ ଜୀବନରେ ପ୍ରବେଶ କରିବାର ଅଧିକାର ସେ ତାହାଙ୍କୁ ଦେଉଛନ୍ତି। ତେଣୁ ଯିଏ ପୁତ୍ରଙ୍କୁ ବିଶ୍ୱାସ କରେ ସେ ପିତାଙ୍କୁ ମଧ୍ୟ ବିଶ୍ୱାସ କରେ। ତେଣୁ ପିତା ଏସବୁ ଅଧିକାର ଦେଇଛନ୍ତି ତାହାଙ୍କୁ। ପିତା ଯେପରି ସ୍ୱୟଂଜୀବୀ, ପୁତ୍ର ମଧ୍ୟ ସେହିପରି ସ୍ୱୟଂଜୀବୀ। ସେ ମୃତ୍ୟୁବରଣ ବି କରିବେ, ଆଉ ସେ ପୁନରୁତ୍ଥିତ ହେବେ। ସ୍ୱୟଂଜୀବୀ ସେ, ସ୍ୱୟଂ ପୁନର୍ଜୀବିତ ହେବେ, ସ୍ୱୟଂ ମୃତ୍ୟୁବରଣ କରିବେ, ସ୍ୱୟଂ ପୁନରୁତ୍ଥିତ ହେବେ। ଏହିସବୁ ଅଧିକାର ସେ ପିତାଙ୍କ ଠାରୁ ପାଇଛନ୍ତି। ଏସବୁ ଅଧିକାର ସେ ପୁତ୍ରଙ୍କୁ ଦେଇଛନ୍ତି, ଆଉ ସେହି ପୁତ୍ରଙ୍କୁ ଯିଏ ବିଶ୍ୱାସ କରେ ସେ ଅନନ୍ତ ଜୀବନ ଲାଭ କରିବ। ତେଣୁ ଆସନ୍ତୁ, ଯେମିତି ଇଏ 38 ବର୍ଷର ବ୍ୟକ୍ତି ପ୍ରଭୁଙ୍କୁ ବିଶ୍ୱାସ କଲା, ଆଉ ସୁସ୍ଥ ଲାଭ କଲା, ଆଉ ଯେଉଁମାନେ ମଧ୍ୟ ମଉସାଙ୍କ କଥା ଶୁଣିଲେ, ମଉସାଙ୍କ କଥା ଶୁଣିକି ସେମାନେ ଶନିବାରକୁ ପାଳନ କରୁଥିଲେ। ପୁରାତନ ବିଧାନରେ ଯାତ୍ରା ଗ୍ରନ୍ଥ 20 ଅଧ୍ୟାୟ 8ରେ ଆମମାନେ ପଢ଼ୁଅଛୁ, ବିଶ୍ରାମ ଦିବସ ପବିତ୍ର ରଖିବ, ଅର୍ଥାତ୍ ସପ୍ତମ ଦିନ ଶନିବାର ଦିନକୁ ପବିତ୍ର ରଖିବ। ହେଲେ ପୁରାତନ ବିଧାନରେ ସେମାନେ ଶନିବାର ଦିନକୁ, ସାବାତ ଦିନକୁ, ସପ୍ତମ ଦିନକୁ ସେମାନେ ପବିତ୍ର ରଖୁଥିଲେ। ଏବେ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପରେ ଆମମାନେ ରବିବାର ଦିନକୁ, ପ୍ରଥମ ଦିନକୁ, ସପ୍ତାହର ପ୍ରଥମ ଦିନକୁ ପ୍ରଭୁଙ୍କର ଦିନ ରୂପେ ଆମମାନେ ପାଳନ କରୁଅଛୁ। ପ୍ରଭୁଙ୍କର ଦିନ, ପୁନରୁତ୍ଥାନର ଦିନ, ତ୍ରୈକ୍ୟ ପରମେଶ୍ୱରଙ୍କର ଦିନ ରୂପେ ଆମମାନେ ତାହା ପାଳନ କରୁଅଛୁ। ତେଣୁ ଆଜି ବିଶ୍ରାମ ଦିବସ ହେଉଛି ରବିବାର ଦିବସ, ପବିତ୍ର ଦିବସ, ସାବାତ ଦିବସ। ପୁରାତନ ବିଧାନରେ ତାହା ଥିଲା ସପ୍ତମ ଦିବସ, ଏବେ ନୂତନ ବିଧାନରେ ତାହା ପ୍ରଥମ ଦିବସ। ତେଣୁ ଆସନ୍ତୁ ଆମମାନେ ପ୍ରଥମ ଦିବସରେ ମଧ୍ୟ ଉତ୍ତମ କାର୍ଯ୍ୟ କରିବା। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ଉତ୍ତମ କାର୍ଯ୍ୟ କଲେ, ବା ଯେଉଁ 38 ବର୍ଷ ପକ୍ଷାଘାତୀ
ମଧ୍ୟ ପ୍ରଭୁଙ୍କର ଆଦେଶ ପାଳନ କରି ଯେମିତି ସେ ଉତ୍ତମ କାର୍ଯ୍ୟ କଲେ, ନିଜର ବିଛଣା ଧରିକି ଚାଲିଗଲେ, ଆମମାନେ ମଧ୍ୟ ସେହିପରି ଭଲ କାମ, ରୋଗୀ ଆରୋଗ୍ୟ କାମ, ସବୁକିଛି ଯାହା ଭଲ ତାହା କରିବା।